नमस्कार। ओम नमो भगवते वासुदेवाय। ଆଜିର ଏହି ଆଲୋଚନାକୁ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ପୁଣି ଥରେ ଶ୍ରୀମଦ୍ ଭଗବଦ୍ ଗୀତାର ଗଭୀର ଜ୍ଞାନ ସାଗରରେ ବୁଡ଼ ପକାଇବା ଆଉ ଆଜି ଆମେ ବିଶେଷ ଭାବେ ଗୋଟିଏ ଅତି ମହତ୍ୱପୂର୍ଣ୍ଣ ଶ୍ଲୋକ ଉପରେ କଥା ହେବା। ହଁ, ନମସ୍କାର। ଆଜି ଆମର ଆଲୋଚନାର କେନ୍ଦ୍ରରେ ରହିଛି ଭଗବାନ ଶ୍ରୀକୃଷ୍ଣଙ୍କ ବାଣୀ, ଯାହା ସେ କୁରୁକ୍ଷେତ୍ରରେ ଅର୍ଜୁନଙ୍କୁ କହିଥିଲେ। ଗୀତାର ତୃତୀୟ ଅଧ୍ୟାୟ, ଯାହାକି କର୍ମଯୋଗ, ତାର 18 ନମ୍ବର ଶ୍ଲୋକ। ହଁ, ଏ ଶ୍ଲୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି ଆଲୋଚନା ଜରିଆରେ ଆମେ ଚେଷ୍ଟା କରିବା ଆତ୍ମସାକ୍ଷାତକାର ପ୍ରାପ୍ତ ବ୍ୟକ୍ତିଙ୍କ ସ୍ଥିତି କେମିତି ହୁଏ ଆଉ କର୍ମଫଳରୁ ମୁକ୍ତି ବିଷୟରେ ଏହି ଶ୍ଲୋକ କ'ଣ କହୁଛି ତାକୁ ବୁଝିବାକୁ। ଏହାର ଗଭୀର ଅର୍ଥକୁ ଭଲ ଭାବରେ ବୁଝିବା ପାଇଁ ଆଲୋଚନାଟିକୁ ଶେଷ ପର୍ଯ୍ୟନ୍ତ ଶୁଣିବାକୁ ଅନୁରୋଧ। ଆଉ ହଁ, ଏମିତି ଆଧ୍ୟାତ୍ମିକ ଆଲୋଚନା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ତେବେ ଆସନ୍ତୁ ଆଗେ ମୂଳ ଶ୍ଲୋକଟି ଶୁଣିବା, ଯାହା ଆମ ଆଲୋଚନାର ମୂଳ। ନୈବ ତସ୍ୟ କୃତେନାର୍ଥ ନା କୃତେନେହ କଶ୍ଚନ ନ ଚାସ୍ୟ ସର୍ବଭୂତେଷୁ କଶ୍ଚିତ୍ ଅର୍ଥ ବ୍ୟପାଶ୍ରୟ। 18। ଏହାର ସରଳ ଅର୍ଥ ହେଉଛି, ଯେଉଁ ମନୁଷ୍ୟ କେବଳ ନିଜ ଆତ୍ମାରେ ହିଁ ଆନନ୍ଦ ପାଆନ୍ତି, ଆତ୍ମାରେ ହିଁ ତୃପ୍ତ ଆଉ ଆତ୍ମାରେ ହିଁ ପୂରାପୂରି ସନ୍ତୁଷ୍ଟ, ତାଙ୍କ ପାଇଁ ଏ ଦୁନିଆରେ କିଛି କାମ କରିବାରେ କିଛି ପାଇବାର ନଥାଏ କିମ୍ବା କାମ ନ କଲେ ବି କିଛି ହରେଇବାର ନଥାଏ। ଆଉ ସେ ନିଜର କୌଣସି ବି ସ୍ୱାର୍ଥ ପାଇଁ, କିଛି ବି ପାଇବା ପାଇଁ ଏ ସଂସାରର କୌଣସି ଜୀବ ବା ବସ୍ତୁ ଉପରେ ଟିକିଏ ବି ନିର୍ଭର କରନ୍ତି ନାହିଁ। ଏଇଟା ଶୁଣିବାକୁ ଯେତିକି ସହଜ ଲାଗୁଛି, ଭାବିଲେ ସେତିକି ଗଭୀର। କର୍ମ କଲେ କିଛି ଲାଭ ନାହିଁ, ନ କଲେ କିଛି କ୍ଷତି ନାହିଁ। ଏଇଟା ଟିକେ ଆଶ୍ଚର୍ଯ୍ୟ ଲାଗୁଛି, କାରଣ ଆମେ ତ ସବୁବେଳେ କିଛି ପାଇବା ପାଇଁ ବା କିଛି ଭୟରେ କାମ କରୁ। ଏହାର ପ୍ରକୃତ ମାନେ କ'ଣ? ଏକଦମ ଠିକ୍ ପ୍ରଶ୍ନଟିଏ ପଚାରିଲେ। ଦେଖନ୍ତୁ, ଏଇଟା ପ୍ରକୃତରେ ଆଗେ ଶ୍ଲୋକ 3.17 ଶ୍ଲୋକର ଗୋଟେ ଏକ୍ସଟେନସନ୍ ବା ବିସ୍ତାର। ସେଠି ଭଗବାନ କହିଥିଲେ ପରା, ଯିଏ ଆତ୍ମରତି, ଆତ୍ମତୃପ୍ତ ଆଉ ଆତ୍ମସନ୍ତୁଷ୍ଟ, ଯିଏ ନିଜ ଭିତରେ ସେଇ ଆତ୍ମାରେ ପୂର୍ଣ୍ଣତା ପାଇସାରିଛି, ତା ପାଇଁ କୌଣସି କର୍ତ୍ତବ୍ୟ ବୋଲି କିଛି ନାହିଁ। ଆଚ୍ଛା, ହଁ। ତେଣୁ ଏହି 18 ନମ୍ବର ଶ୍ଲୋକରେ ଭଗବାନ ସେହି ସ୍ଥିତିକୁ ଆହୁରି କ୍ଲିୟର କରୁଛନ୍ତି 3ଟା ପଏଣ୍ଟରେ। ପ୍ରଥମତଃ, ନୈବ ତସ୍ୟ କୃତେନ ଅର୍ଥ, ସେହି ଆତ୍ମଜ୍ଞାନୀଙ୍କ ପାଇଁ କୌଣସି କାମ କରିବାରେ କିଛି ବିଶେଷ ଅର୍ଥ ବା ପର୍ପଜ ନାହିଁ। ସେ କାମ କରି ଆଉ କିଛି ନୂଆ ପାଇବେନି, କାରଣ ସେ ଆଗରୁ ହିଁ ପୁରା। ଦ୍ୱିତୀୟରେ, ନ ଅକୃତେନ ଏହ କଶ୍ଚନ, ଅର୍ଥାତ୍ କାମ ନ କଲେ ବି ତାଙ୍କର କିଛି କ୍ଷତି ହେବାର ନାହିଁ। ଯେମିତି ସାଧାରଣ ଲୋକ କର୍ତ୍ତବ୍ୟ ନ କଲେ ପାପ ଲାଗେ କି କିଛି ହରାନ୍ତି, ତାଙ୍କ କ୍ଷେତ୍ରରେ ସେମିତି କିଛି ନୁହେଁ। ଆଉ ତୃତୀୟରେ, ଏବଂ ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ, ନ ଚ ଅସ୍ୟ ସର୍ବଭୂତେଷୁ କଶ୍ଚିଦ୍ ଅର୍ଥ ବ୍ୟାପାଶ୍ରୟ, ସେ ନିଜର କୌଣସି ବି ଦରକାର ପାଇଁ ଏ ସୃଷ୍ଟିର କୌଣସି ଜୀବ, ଲୋକ ବା ଜିନିଷ ଉପରେ ଟିକିଏ ବି ନିର୍ଭର କରନ୍ତି ନାହିଁ। ତାଙ୍କର ଖୁସି, ଶାନ୍ତି, ପୂର୍ଣ୍ଣତା ଏସବୁ ବାହାର ଜିନିଷ ଉପରେ ଡିପେଣ୍ଡେଣ୍ଟ ନୁହେଁ। କାହିଁକି ନୁହେଁ? କାରଣ ସେ ନିଜେ ହିଁ ପୂର୍ଣ୍ଣ, ସେ ଆତ୍ମାରେ ସ୍ଥିତ, ଆଉ ସେହି ଆତ୍ମା ତ ସ୍ୱୟଂ ଆନନ୍ଦ ସ୍ୱରୂପ, ପରିପୂର୍ଣ୍ଣ। ତ ଯିଏ ସେହି ଅସୀମ ଆନନ୍ଦର ଝରଣାକୁ ନିଜ ଭିତରେ ପାଇସାରିଛି, ତାକୁ ଆଉ ବାହାରର ଛୋଟ ଛୋଟ ଜିନିଷରୁ କ'ଣ ମିଳିବାର ଆଶା ରହିବ କୁହନ୍ତୁ? ବାଃ, ବହୁତ ବଢ଼ିଆ କଥା। ଏଟା ତ ଜୀବନକୁ ଦେଖିବାର ଦୁଇଟା ପୁରା ଅଲଗା ଦୃଷ୍ଟିକୋଣର କଥା କହୁଛି। ଗୋଟେ ପଟେ ଆମେ ସବୁ, ଯେଉଁମାନେ ସବୁବେଳେ କିଛି ନା କିଛି ଅଭାବରେ ଅଛୁ, ଆଉ ଆରକଟେ ସେହି ଆତ୍ମଜ୍ଞାନୀ ଯିଏ ପୂର୍ଣ୍ଣ। ଏକଦମ ଠିକ୍। ଆମେ ଏହାକୁ ଦୁଇଟା ମୂଳ ଅବସ୍ଥା କହିପାରିବା। ଗୋଟେ ହେଲା ଅପୂର୍ଣ୍ଣତାର ଭାବନା। ଏଟା ସାଧାରଣ ମଣିଷର ଅବସ୍ଥା। ସବୁବେଳେ ଲାଗେ, ମୋ ପାଖେ ଏଇଟା ନାହିଁ, ମୋତେ ସେଇଟା ଦରକାର, ମୁଁ ଏବେ ବି ପୁରା ହେଇନି। ଆଉ ଏହି ଅପୂର୍ଣ୍ଣତା ଭାବରୁ ହିଁ ହଜାର ହଜାର ଇଚ୍ଛା କାମନା ଜନ୍ମ ନିଏ। ହଁ, ସେଇଟା ତ ଅଛି। ସେଇ ଇଚ୍ଛା ପୂରଣ ପାଇଁ ଆମେ କାମ କରୁ, ଆଉ ତାପରେ ଫଳ ପାଇଁ ଆଶା କରି ବସୁ। ଫଳ ମିଳିଲେ ଟିକେ ଖୁସି, ନ ମିଳିଲେ ଦୁଃଖ। ଏଇଟା ଗୋଟେ ଚକ୍ର ପରି, ବନ୍ଧନର ଚକ୍ର। ଆଉ ଦ୍ୱିତୀୟ ଅବସ୍ଥା ହେଲା ପୂର୍ଣ୍ଣତାର ଭାବନା। ଏଇଟା ହେଉଛି ସେହି ଆତ୍ମଜ୍ଞାନୀ ବା ସ୍ଥିତପ୍ରଜ୍ଞଙ୍କର ଅବସ୍ଥା। ସେ ପୁରା ଭିତରୁ ଅନୁଭବ କରନ୍ତି, ମୁଁ ଏ ଶରୀର ନୁହେଁ, ମନ ନୁହେଁ, ବୁଦ୍ଧି ବି ନୁହେଁ। ମୁଁ ହେଉଛି ସେହି ଅବିନାଶୀ ସଚ୍ଚିଦାନନ୍ଦ ସ୍ୱରୂପ ଆତ୍ମା। ମୁଁ ତ ଆଗରୁ ହିଁ ପୂର୍ଣ୍ଣ। ଯେତେବେଳେ ଏଇ ଅନୁଭୂତି ପକ୍କା ହୋଇଯାଏ, ସେତେବେଳେ ନିଜ ସ୍ୱାର୍ଥ ପାଇଁ କାମ କରିବାର ଆଉ କିଛି ଦରକାର ପଡ଼େନି।
ଯଦି ସେ କିଛି କରନ୍ତି ତାହା କେବଳ ଲୋକଙ୍କର ଭଲ ପାଇଁ ବା କର୍ତ୍ତବ୍ୟ ବୋଲି ଭାବି କରନ୍ତି। ଫଳ କ'ଣ ହେବ ସେଥିରେ ଆଦୌ ଆସକ୍ତି ନଥାଏ। ଏଇ ପୂର୍ଣ୍ଣତାର ଭାବନା, ୱାହା, ଏତେ ଉଚ୍ଚ ଅବସ୍ଥା। ତେବେ ଏହି ଆତ୍ମସନ୍ତୁଷ୍ଟ ବା ଜ୍ଞାନୀ ଲୋକଙ୍କୁ ଆମେ ଚିହ୍ନିବା କେମିତି? ମାନେ ତାଙ୍କ ବ୍ୟବହାରରେ କିଛି ଲକ୍ଷଣ ଦେଖାଯାଏ କି? ହଁ, ନିଶ୍ଚୟ କିଛି ସୂଚନା ମିଳେ, ଯଦିଓ ପ୍ରକୃତ ଅବସ୍ଥା ତ ଭିତରର କଥା। କିଛି ଲକ୍ଷଣ ହେଲା ସେମାନେ ବାହାର ଜିନିଷରେ ଖୁସି ଖୋଜନ୍ତିନି। ଯେମିତି ଧନ, ପଦ, ପ୍ରଶଂସା ଏସବୁରୁ ସୁଖ ମିଳିବ ବୋଲି ସେମାନେ ଆଶା କରନ୍ତିନି, କାରଣ ସେ ଜାଣନ୍ତି ଅସଲି ଆନନ୍ଦର ଝରଣା ତାଙ୍କ ଭିତରେ ହିଁ ଅଛି। ଆଉ କିଏ ତାଙ୍କୁ ପ୍ରଶଂସା କଲା ବା ନିନ୍ଦା କଲା ସେଥିରେ ସେ ବିଚଳିତ ହୁଅନ୍ତିନି, କାରଣ ତାଙ୍କର ନିଜର ମୂଲ୍ୟ କ'ଣ ସେଟା ଅନ୍ୟମାନଙ୍କର କଥା ଉପରେ ନିର୍ଭର କରେନି। ସେ ନିଜ ଆତ୍ମସ୍ୱରୂପକୁ ଜାଣିଛନ୍ତି। ଠିକ୍। ଯଦି କିଛି କାମ କରନ୍ତି ବି ସେଟା ଲୋକଙ୍କ ଭଲ ପାଇଁ ବା ନିଜ କର୍ତ୍ତବ୍ୟ ବୋଲି କରନ୍ତି, କିଛି ପାଇବାର ଇଚ୍ଛା ରଖି ନୁହେଁ। ଏହାକୁ ହିଁ ନିଷ୍କାମ କର୍ମ କହନ୍ତି। ନିଷ୍କାମ କର୍ମ। ହଁ, ଆଉ ଫଳ କ'ଣ ହେବ ସେଥିପ୍ରତି ଆଦୌ ଆସକ୍ତି ନଥାଏ। କାମଟା ପୁରା ଇଷ୍ଠାରେ କରନ୍ତି, କିନ୍ତୁ ଫଳକୁ ନେଇ ବ୍ୟସ୍ତ ହୁଅନ୍ତିନି। ସଫଳତା ହଉ କି ବିଫଳତା ସବୁକୁ ସମାନ ଭାବରେ ନିଅନ୍ତି। ଆଉ ସବୁଠୁ ବଡ଼ କଥା ହେଲା ତାଙ୍କ ମନର ଶାନ୍ତି ଆଉ ଖୁସି ବାହାର ପରିସ୍ଥିତି ବଦଳିଲେ ବି ବଦଳେନି। ବାହାରେ ଯେତେ ହଲଚଲ ହେଲେ ବି ସେ ଭିତରେ ଶାନ୍ତ ସ୍ଥିର ଥାନ୍ତି। ବାଃ, ଏସବୁ ଶୁଣିଲେ ଗୋଟେ ପ୍ରଶ୍ନ ଆସୁଛି। ଯଦି ବାହାର ଜିନିଷରେ ସୁଖ ନାହିଁ, ଆଉ ସେ ଜ୍ଞାନୀଙ୍କ ପାଇଁ କାମ କରିବା ନ କରିବାରେ ବି କିଛି ଫରକ ନାହିଁ, ତେବେ ଅସଲ ସୁଖ, ସେ ସବୁଦିନିଆ ଆନନ୍ଦଟା କୋଉଠି ଅଛି ଆଉ ମିଳେ କେମିତି? ଏଠି ହିଁ ଏହି ଶ୍ଲୋକର ମୂଳ କଥା। ଭଗବାନ ପୁରା ସ୍ପଷ୍ଟ କରିଦେଉଛନ୍ତି ଯେ ଅସଲ ସବୁଦିନ ଆନନ୍ଦର ଉତ୍ସ ହେଉଛି ନିଜେ ଆତ୍ମା, ଆମର ପ୍ରକୃତ ସ୍ୱରୂପ। ସେଟା ବାହାରର କୌଣସି ଜିନିଷ, ଲୋକ ବା ପରିସ୍ଥିତି ଭିତରେ ନାହିଁ। ଏହାର ଗୋଟେ ସରଳ ଯୁକ୍ତି ବି ଅଛି। ଦେଖନ୍ତୁ, ଯଦି ଖୁସିଟା କୌଣସି ବାହାର ଜିନିଷର ଥାନ୍ତା, ତେବେ ସେଇ ଜିନିଷଟା ସମସ୍ତଙ୍କୁ ସମାନ ଖୁସି ଦିଅନ୍ତା ଆଉ ସବୁବେଳେ ଦିଅନ୍ତା। କିନ୍ତୁ ସେମିତି ତ ହୁଏନି। ଏକଦମ ସେମିତି ହୁଏନି। ଗୋଟେ ଜିନିଷ ଜଣଙ୍କୁ ଭଲ ଲାଗିଲା ବେଳେ ଆଉ ଜଣଙ୍କୁ ବିରକ୍ତ ଲାଗିପାରେ। ଆଜି ଯାହା ଖୁସି ଦେଉଛି କାଲି ସେଇଟା ଦୁଃଖ ଦେଇପାରେ। ଏଥିରୁ କ'ଣ ଜଣାପଡ଼ୁଛି? ସୁଖ ଜିନିଷରେ ନାହିଁ, ସୁଖ ଆମ ମନର ଅବସ୍ଥା। ଆଉ ମନ ଯେତେବେଳେ ଆତ୍ମା ସହିତ ଯୋଡ଼ି ହୁଏ ସେତେବେଳେ ସେ ଆପେ ଆପେ ଆନନ୍ଦ ଅନୁଭବ କରେ। ଯେତେ ଦିନ ଯାଏ ମନ ବାହାର ଜିନିଷ, ଘଟଣା, ଫଳାଫଳ ଉପରେ ନିର୍ଭର କରୁଥିବ ସେତେଦିନ ସେ ଅସ୍ଥିର, ଅଶାନ୍ତ ରହିବାକୁ ବାଧ୍ୟ। କିନ୍ତୁ ଯିଏ ନିଜ ଭିତରର ସେହି ପୂର୍ଣ୍ଣତାକୁ, ସେହି ଆତ୍ମାକୁ ଚିହ୍ନିଯାଏ, ତା ପାଇଁ ବାହାର ଉପରେ ନିର୍ଭର କରିବାର ଶେଷ ହୋଇଯାଏ। ଆପଣ ଯେଉଁ ନିର୍ଭରଶୀଳତା କଥା କହିଲେ, ଆଉ ଶ୍ଲୋକରେ ବି ଅଛି ନ ଚାସ୍ୟ ସର୍ବଭୂତେଷୁ କଶ୍ଚିଦ୍ ଅର୍ଥ ବ୍ୟପାଶ୍ରୟଃ, ଏଇଟା ବୋଧେ ବହୁତ ଗୁରୁତ୍ୱପୂର୍ଣ୍ଣ। ମାନେ ସେ କାହା ଉପରେ ବା କିଛି ଜିନିଷ ଉପରେ ନିଜ ଦରକାର ପାଇଁ ନିର୍ଭର କରନ୍ତିନି। ଏଟାକୁ ଆଉ ଟିକେ ଖୋଲି କହିବେ କି ଏହା କି ପ୍ରକାର ସ୍ୱାଧୀନତା? ଯଦି ଆମେ ଏହାକୁ ଗୋଟେ ବଡ଼ ପର୍ସପେକ୍ଟିଭରୁ ଦେଖିବା, ତେବେ ଏହି ବାହ୍ୟ ନିର୍ଭରଶୀଳତାର ମୁକୁଳିବା ହିଁ ହେଉଛି ପ୍ରକୃତ ମୋକ୍ଷ ବା ଆଧ୍ୟାତ୍ମିକ ସ୍ୱାଧୀନତା। ଦେଖନ୍ତୁ ନା, ଆମେ ସାଧାରଣ ଲୋକମାନେ କେମିତି ପ୍ରତି କଥାରେ ଅନ୍ୟମାନଙ୍କ ଉପରେ ନିର୍ଭର କରୁ। ଆମେ ଭାବୁ, ଲୋକେ କ'ଣ କହିବେ, ସମାଜ ମୋତେ ମାନିବ ତ, ମୋ କାମ ପାଇଁ ରେକଗ୍ନିସନ୍ ମିଳିବା ଦରକାର, ମୋ ପାଖରେ ଏଇ ଜିନିଷଟା ଥିଲେ ଯାଇ ମୁଁ ଖୁସି ହେବି। ହଁ, ଏଇଟା ତ ପୁରା ସତ୍। ଆମର ଖୁସି, ଦୁଃଖ, ମାନ, ଅପମାନ, ସଫଳତା, ବିଫଳତା ସବୁକିଛି ବାହାର କାରଣ ଉପରେ ନିର୍ଭର କରେ। ଏଟା ଗୋଟେ ପ୍ରକାରର ପରାଧୀନତା ନୁହେଁ କି? ହଁ, ନିଶ୍ଚୟ। କିନ୍ତୁ ଯେଉଁ ଜ୍ଞାନୀ ବ୍ୟକ୍ତି ଆତ୍ମାରେ ସ୍ଥିତ, ସେ ଅନୁଭବ କରନ୍ତି ମୋର ଅସ୍ତିତ୍ୱ, ମୋର ଆନନ୍ଦ, ମୋର ମୂଲ୍ୟ ମୋ ଭିତରେ ହିଁ ଅଛି। ମୋ ସ୍ୱୟଂ ପ୍ରକାଶିତ, ନିଜେ ହିଁ ପୂର୍ଣ୍ଣ। ମୋତେ ମୋର ଥିବା ପାଇଁ ବା ଖୁସି ହେବା ପାଇଁ ବାହାରର କାହାର ପ୍ରଶଂସା ବା କୌଣସି ଜିନିଷର ଦରକାର ନାହିଁ। ଯେତେବେଳେ ଜଣେ ନିଜର ପରିଚୟ ଆଉ ଖୁସିର ବେଶଟାକୁ ବାହାର ଦୁନିଆରୁ ହଟେଇ ନିଜ ଭିତରର ଆତ୍ମା ଉପରେ ରଖେ, ସେତେବେଳେ ସେ ପ୍ରକୃତରେ ସ୍ୱତନ୍ତ୍ର ହୁଏ, ମାନେ ନିଜ ଶାସନରେ ଚାଲୁଥିବା ଲୋକ। ସ୍ୱତନ୍ତ୍ର? ହଁ, ସେ ନିର୍ଭୟ ହୋଇଯାଏ, କାରଣ କିଛି ହରେଇବାର ଭୟ ତାର ନଥାଏ। ବାହାର ଦୁନିଆର କୌଣସି ଘଟଣା ବା ଲୋକ ତାର ଭିତରର ଶାନ୍ତିକୁ ବିଗାଡ଼ି ପାରନ୍ତି ନାହିଁ। ଏଇଟା ହିଁ ତ ପ୍ରକୃତ ମୁକ୍ତି। ଓହୋ, ଏଇଟା ଶୁଣିଲା ପରେ ଲାଗୁଛି ଏଇ ଗୋଟିଏ କନସେପ୍ଟ, ବାହାର ଉପରେ ନିର୍ଭର ନ କରିବା, ଜୀବନରେ କେତେ ବଡ଼ ପରିବର୍ତ୍ତନ ଆଣିପାରେ। କିନ୍ତୁ ପ୍ରଶ୍ନ ହେଉଛି, ଏଇଟା ତ ଗୋଟେ ଆଦର୍ଶ ସ୍ଥିତି। ଆମ ଭଳି ସାଧାରଣ ଲୋକଙ୍କ ପାଇଁ, ଯେଉଁମାନେ ସଂସାର ଭିତରେ ଅଛନ୍ତି, ଏହାର ପ୍ରାକ୍ଟିକାଲ ୟୁଜ୍ କ'ଣ?
ଆମେ ଆମ ଡେଲି ଲାଇଫରେ ଏଥିରୁ କଣ ଶିଖିପାରିବା? ନିଶ୍ଚିତ ଭାବରେ ଏହାର ବହୁତ ଗଭୀର ପ୍ରାକ୍ଟିକାଲ ଶିକ୍ଷା ଅଛି। ଏ ଶ୍ଲୋକ ଖାଲି ମୁନି ଋଷିଙ୍କ ପାଇଁ ନୁହେଁ, ଆମ ସମସ୍ତଙ୍କ ପାଇଁ। ଆମେ ଏଥିରୁ କିଛି ମୁଖ୍ୟ କଥା ନେଇପାରିବା, ଯେମିତିକି ଆମ ଖୁସିର କଣ୍ଟ୍ରୋଲ ନିଜ ହାତରେ ରଖିବା, ଆମ ଖୁସିର ରିମୋଟଟା ଅନ୍ୟ କାହାକୁ ଦେବାନି, ଅନ୍ୟମାନେ କ'ଣ କଲେ, ପରିସ୍ଥିତି କେମିତି ଅଛି, ଫଳ କ'ଣ ହେଲା, ସେସବୁ ଆମ ଭିତରର ଶାନ୍ତିକୁ କଣ୍ଟ୍ରୋଲ କରିବା କଥା ନୁହେଁ। ଏଇଟା ବହୁତ ଜରୁରୀ। ଆଉ ଆମ ନିଜର ଭ୍ୟାଲ୍ୟୁ ବାହାରୁ ନୁହେଁ, ଭିତର ବାସିବା ଦରକାର। ଆମେ କେତେ ସଫଳ, କେତେ ପଇସା ଅଛି, ଲୋକେ କେତେ ତାରିଫ କରୁଛନ୍ତି, ଏଇଥିରେ ନିଜର ମୂଲ୍ୟ ମାପିବା ବନ୍ଦ କରିବା। ଆମେ ସମସ୍ତେ ଆତ୍ମା ହିସାବରେ ମୂଳରୁ ହିଁ ମୂଲ୍ୟବାନ। ଆଉ କାମକୁ କର୍ତ୍ତବ୍ୟ ଭାବି କରିବା। ଯାହା ବି କାମ କରୁଛେ ସେଟା ନିଜର ଲାଭ ପାଇଁ ବା ଲୋଭରେ ନୁହେଁ, ବରଂ ନିଜର ଦାୟିତ୍ୱ ଭାବି ପୁରା ନିଷ୍ଠାରେ କରିବା। ଫଳ କ'ଣ ହବ ସେଥିପାଇଁ ବେଶୀ ବ୍ୟସ୍ତ ନ ହବା। ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭିତରେ ସନ୍ତୋଷ ବଢ଼େଇବା। ବାହାର ଦୁନିଆରେ ଖୁସି ଖୋଜିବା ବଦଳରେ ନିଜ ଭିତରେ ଶାନ୍ତି, ସନ୍ତୋଷ ଆଉ ଯାହା ଅଛି ସେଥିପାଇଁ କୃତଜ୍ଞତା ଭାବ ବଢ଼େଇବାକୁ ଚେଷ୍ଟା କରିବା। ଏହାର କିଛି ଆଧୁନିକ ଉଦାହରଣ ଦେଇପାରିବେ କି? ହଁ, ନିଶ୍ଚୟ। ଭାବନ୍ତୁ, ଆଜିକାଲି ସୋସିଆଲ ମିଡିଆ ଯୁଗ। ଜଣେ ଲୋକ ଅଛନ୍ତି, ସେ ତାଙ୍କ ପୋଷ୍ଟରେ କେତେ ଲାଇକ୍ସ ଆସିଲା, କିଏ କ'ଣ କମେଣ୍ଟ ଦେଲା, ଲୋକେ ତାଙ୍କ ବିଷୟରେ କ'ଣ କହୁଛନ୍ତି, ଏସବୁକୁ ନେଇ ବହୁତ ବ୍ୟସ୍ତ ଆଉ ନିର୍ଭରଶୀଳ। ଲାଇକ୍ସ ବଢ଼ିଲେ ସେ ଖୁସି, କମିଗଲେ ବା କିଏ ଖରାପ କମେଣ୍ଟ ଦେଲେ ସେ ଦୁଃଖୀ, ଚିନ୍ତିତ, ଏମିତିକି ଡିପ୍ରେସନକୁ ବି ଚାଲି ଯାଉଛନ୍ତି। ତାଙ୍କ ଖୁସିର ଚାବି ପୂରାପୂରି ଅନ୍ୟ ଲୋକଙ୍କ ହାତରେ। ହଁ, ଏମିତି ବହୁତ ଦେଖାଯାଉଛି। ଅନ୍ୟପଟେ ଆଉ ଜଣେ ଲୋକ ଅଛନ୍ତି, ସେ ବି ହୁଏତ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି, କିନ୍ତୁ ନିଜ କଥା କହିବା ପାଇଁ ବା କିଛି ସେୟାର କରିବା ପାଇଁ ଲୋକଙ୍କ ରିଆକ୍ସନ କ'ଣ ଆସୁଛି ସେ ଦେଖୁଛନ୍ତି, କିନ୍ତୁ ସେଇଟା ତାଙ୍କ ମନର ଅବସ୍ଥାକୁ କଣ୍ଟ୍ରୋଲ କରୁନି। ସେ ଜାଣନ୍ତି ତାଙ୍କର ମୂଲ୍ୟ କେଇଟା ଲାଇକ୍ସରେ ନାହିଁ। ଏହି ଦ୍ୱିତୀୟ ଲୋକଙ୍କ ଅପ୍ରୋଚଟା ଏହି ଶ୍ଲୋକର ଭାବନା ସହିତ ବେଶୀ ମିଶୁଛି। ବହୁତ ସ୍ପଷ୍ଟ ଆଉ ବଢ଼ିଆ ଉଦାହରଣ। ସତରେ ଏହି ହଜାର ହଜାର ବର୍ଷ ତଳର ଜ୍ଞାନ ଆଜି ବି କେତେ ରେଲେଭେଣ୍ଟ। ତେବେ ଏଇ ରାସ୍ତାରେ ଆଗକୁ ଗଲେ, ଯେତେବେଳେ ଜଣେ ସତରେ ଏହି ଆତ୍ମସ୍ଥିତିକୁ ପାଇଯାଏ, ଏଇ ପୂର୍ଣ୍ଣତାକୁ ଅନୁଭବ କରେ, ତାର ଶେଷ ଅବସ୍ଥା କେମିତି ହୁଏ, ସେ ଜୀବନକୁ କେମିତି ଦେଖେ? ଭଗବାନ ଏହି ଶ୍ଲୋକରେ ଆଉ ଗୀତାର ଅନ୍ୟ ଜାଗାରେ ବି ସେହି ଚରମ ଅବସ୍ଥା ବିଷୟରେ କହିଛନ୍ତି। ଯେଉଁ ଲୋକ ଆତ୍ମାକୁ ଚିହ୍ନିଯାଏ, ଆତ୍ମାରେ ସ୍ଥିତ ହୋଇଯାଏ, ସେ ପ୍ରକୃତରେ ପୂରାପୂରି ସ୍ୱତନ୍ତ୍ର। ସେ ଆଉ କୌଣସି ବାହାର ଜିନିଷ, ଲୋକ ବା ପରିସ୍ଥିତିର ଗୋଲାମ ନୁହେଁ। ସବୁବେଳେ ଶାନ୍ତ। ତା ମନ ସମୁଦ୍ର ପରି ଗଭୀର ଆଉ ଶାନ୍ତ ରୁହେ। ବାହାର ଦୁନିଆର ଉଠାପଖା ସେଥିରେ ସେ ବିଚଳିତ ହୁଏନି। ସବୁବେଳେ ସନ୍ତୁଷ୍ଟ। ତା ଭିତରେ ଆଉ କୌଣସି ଅଭାବ ବା ଅପୂର୍ଣ୍ଣତାର ଭାବନା ରହେନା। ସହଜରେ ଆନନ୍ଦିତ। ଖୁସି ପାଇଁ ତାକୁ ବାହାରକୁ ଯିବାକୁ ପଡ଼େନି, ଆନନ୍ଦ ତାର ସ୍ୱଭାବ ପାଲଟିଯାଏ। ଆଉ ଗୋଟେ ଗଭୀର ଦାର୍ଶନିକ ସ୍ତରରେ କହିବାକୁ ଗଲେ, ଏହି ଅବସ୍ଥାରେ ପହଞ୍ଚିଥିବା ଲୋକ ନିଜକୁ କର୍ତ୍ତା ମାନେ କାମ କରୁଥିବା ଲୋକ କି ଭୋକ୍ତା ମାନେ ଫଳ ଭୋଗୁଥିବା ଲୋକ ବୋଲି ଭାବେନି। ସେ ଜାଣେ ଯେ ସବୁ କାମ ପ୍ରକୃତିର 3 ଗୁଣ ସତ୍ୱ, ରଜ, ତମ ଦ୍ୱାରା ହିଁ ହେଉଛି। ଆତ୍ମା ଏସବୁଠୁ ପୁରା ଅଲଗା। ସେ କିଛି କରେନି, କିଛି ଭୋଗେନି। ତେବେ ସେ କ'ଣ କରେ? ସେ କେବଳ ସାକ୍ଷୀ ପରି ହୋଇଯାଏ। ଜଣେ ନିର୍ଲିପ୍ତ ଦେଖଣାହାରୀ, ଯିଏ ସବୁ ଦେଖୁଛି, ଅନୁଭବ କରୁଛି, କିନ୍ତୁ କୌଣସିଥିରେ ଲାଗି ରହୁନି। ଏହାକୁ ସାକ୍ଷୀ ଭାବ କୁହନ୍ତି। ଏହି ସାକ୍ଷୀ ଭାବରେ ସ୍ଥିତ ହେବା ହିଁ କର୍ମ ଆଉ ତାର ବନ୍ଧନର ମୁକୁଳିବାର ଶେଷ ଅବସ୍ଥା। ଅଦ୍ଭୁତ। ସାକ୍ଷୀ ଭାବ, କର୍ତ୍ତା କି ଭୋକ୍ତା ନୁହେଁ, କେବଳ ଦ୍ରଷ୍ଟା। ଏହି ଗୋଟିଏ ଶ୍ଲୋକ ଭିତରେ ତ ପୁରା ସାଧନାର ଗୋଟେ ରାସ୍ତା ଲୁଚି ରହିଛି। ତେବେ ଆଜିର ଏ ଗଭୀର ଆଲୋଚନାରୁ ଯଦି ଆମେ ମୁଖ୍ୟ କଥାଟିକୁ ସାରାଂଶ କରିବା, ତାହା ହେବ ଯେ ପ୍ରକୃତ ସୁଖ, ଶାନ୍ତି ଆଉ ସ୍ୱାଧୀନତା ବାହାରର କୌଣସି ଜିନିଷ ପାଇବାରେ, କିଛି କାମ କରିବାରେ ବା ନ କରିବାରେ, କିମ୍ବା ଅନ୍ୟମାନଙ୍କଠୁ ପ୍ରଶଂସା ପାଇବାରେ ନାହିଁ। ହଁ, ବିଲକୁଲ। ଏସବୁର ଅସଲ ଉତ୍ସାହ ଆମ ନିଜ ଭିତରେ ହିଁ ଅଛି। ସେହି ଅମର ଆନନ୍ଦମୟ ଆତ୍ମାକୁ ଜାଣିବାରେ ଆଉ ସେଥିରେ ସ୍ଥିତ ହେବାରେ। ଯେତେବେଳେ ଜଣେ ସେହି ଆତ୍ମସ୍ଥିତିକୁ ପାଇଯାଏ, ସେତେବେଳେ ସେ ପୂର୍ଣ୍ଣ କାମ ହୋଇଯାଏ। ତା ପାଇଁ ବାହାର ଦୁନିଆର କୌଣସି ଜିନିଷ ବା କାମର ଆକର୍ଷଣ ବା ବନ୍ଧନ ରହେ ନାହିଁ। ଏକଦମ ସଠିକ୍। ଯଦି ଆମର ଏହି ଆଧ୍ୟାତ୍ମିକ ବିଚାର ବିମର୍ଶ ଶ୍ରୋତାମାନଙ୍କୁ ଭଲ ଲାଗିଥାଏ, ତେବେ ଏହାକୁ ନିଶ୍ଚୟ ଲାଇକ୍ କରନ୍ତୁ ଆଉ ଅନ୍ୟ ଜିଜ୍ଞାସୁ ବନ୍ଧୁମାନଙ୍କ ସହିତ ସେୟାର କରନ୍ତୁ, ଯେମିତି ସେମାନେ ବି ଗୀତାର ଏହି ଅମୃତ ଜ୍ଞାନରୁ କିଛି ପାଇପାରିବେ।
ଭଗବାନ ଶ୍ରୀକୃଷ୍ଣଙ୍କ କୃପା ଆମ ସମସ୍ତଙ୍କ ଉପରେ ରହୁ। ଆପଣମାନଙ୍କୁ ଏହି ଆଲୋଚନା କେମିତି ଲାଗିଲା ଆଉ ଆପଣ କ'ଣ ନୂଆ ଶିଖିଲେ ଜଣାଇବା ପାଇଁ କମେଣ୍ଟ ବକ୍ସରେ ଓମ୍ ନମୋ ଭଗବତେ ବାସୁଦେବାୟ କିମ୍ବା ଜୟ ଜଗନ୍ନାଥ ନିଶ୍ଚୟ ଲେଖନ୍ତୁ। ଆପଣଙ୍କ ମତାମତ ଆମ ପାଇଁ ବହୁତ ମୂଲ୍ୟବାନ। ଆମେ ଆଲୋଚନା କଲେ କିପରି ଆତ୍ମଜ୍ଞାନୀ କର୍ମଫଳର ବନ୍ଧନରୁ ମୁକ୍ତ। କିନ୍ତୁ ଏଠି ଗୋଟେ କଥା ମନକୁ ଆସୁଛି। ହଁ, କୁହନ୍ତୁ। ଯଦି ସେମାନଙ୍କ ପାଇଁ କର୍ମ କରିବାର କୌଣସି ପ୍ରୟୋଜନ ନାହିଁ କି ନ କଲେ କ୍ଷତି ନାହିଁ, ତେବେ ସେମାନେ ଲୋକ କଲ୍ୟାଣ ପାଇଁ କାମ କାହିଁକି କରନ୍ତି, ଜନକ ରାଜାଙ୍କ ପରି? ଏଟା ଏକ ଭଲ ପ୍ରଶ୍ନ। ଏହା କ'ଣ କେବଳ ତାଙ୍କର ସ୍ୱଭାବ, ନା ଏହା ପଛରେ ଆଉ କିଛି ଗଭୀର କାରଣ ଅଛି? ଏଇଟା ଟିକେ ଭାବିବା ପାଇଁ ବିଷୟ ରହିଲା। ହଁ, ନିଶ୍ଚୟ। ଏହା ଉପରେ ଆଗକୁ ଆଲୋଚନା ହୋଇପାରିବ। ଆଗାମୀ ଆଲୋଚନାରେ ଆମେ ଗୀତାର ପରବର୍ତ୍ତୀ ଶ୍ଲୋକ କିମ୍ବା ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ପୁଣି କଥା ହେବା। ସେ ପର୍ଯ୍ୟନ୍ତ ଆମକୁ ବିଦାୟ ଦିଅନ୍ତୁ। ନମସ୍କାର। ନମସ୍କାର। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।